ମାଣିକେଶ୍ୱରୀଙ୍କର ମଣ୍ଡଳରେ ଆଜି ପବିତ୍ର ସତସଙ୍ଗ ଅନୁଷ୍ଠିତ ହେଉଛି। ସେଥିପାଇଁ ମାଣିକେଶ୍ୱରୀଙ୍କର ପଦାବ୍ଜରେ ଇଷ୍ଟଦେବୀଙ୍କ ପଦାବ୍ଜରେ ଓଡ଼ିଶାର ପ୍ରସିଦ୍ଧ ଇଷ୍ଟଦେବୀ ମାଣିକେଶ୍ୱରୀଙ୍କ ନାମରେ ଅଜସ୍ର ଭକ୍ତିପୂତ ପ୍ରଣତି ଜଣାଇବା ସହିତ ଆଜିର ବିଶ୍ୱ ଦେଶ ରାଜ୍ୟ ଭକ୍ତମାନଙ୍କର ଏ ସହରବାସୀଙ୍କ ଠାରୁ ଆରମ୍ଭ କରି ଏ ପଞ୍ଚାୟତର ଏ ଗ୍ରାମର ସମସ୍ତଙ୍କର ମଙ୍ଗଳ କାମନା କରୁଛି। ସମସ୍ତେ ମଙ୍ଗଳ ବା ଭଲରେ ରହିଲେ ମା ମଙ୍ଗଳମୟୀ ଅତ୍ୟନ୍ତ ଆନନ୍ଦିତ ହେବେ। ଏହି ଗ୍ରାମ୍ୟ ପଞ୍ଚାୟତ ବା ଭବାନୀପାଟଣା ସହରରେ ଅନେକ ମନ୍ଦିରରେ ଅନେକ ଦେବାଦେବୀ ମାନେ ପୂଜା ପାଉଛନ୍ତି। ସମସ୍ତେ ଅନେକ ରୂପରେ ପୂଜା ପାଉଛନ୍ତି, ଅନେକ ନାମରେ ପୂଜା ପାଉଛନ୍ତି, କିନ୍ତୁ ସମସ୍ତେ ଜଣେ। ଆପଣ ଭାବିନେବେ ମାଣିକେଶ୍ୱରୀ, ସମସ୍ତେ ହିଁ ମାଣିକେଶ୍ୱରୀ। ଯଦି ଭାବିନେଲେ ସମସ୍ତେ ହେଉଛନ୍ତି ଜଗନ୍ନାଥ, ତାହେଲେ ସମସ୍ତେ ହିଁ ଜଗନ୍ନାଥ। ନାମ ଭିନ୍ନ, ରୂପ ଭିନ୍ନ, କିନ୍ତୁ ସମସ୍ତେ ଗୋଟିଏ। ସେମିତି ଏହି ସହରରେ ବା ଏହି ଜିଲ୍ଲାରେ, କଳାହାଣ୍ଡି ଜିଲ୍ଲାରେ ଅନେକ ଗୁରୁବର୍ଗମାନେ ନିଜ ନିଜର ସତ୍ସଙ୍ଗ ଅନୁଷ୍ଠିତ କରୁଛନ୍ତି। ଅନେକ ଶିଷ୍ୟ ଭକ୍ତମାନେ ଅଛନ୍ତି। ଯିଏ ଯେଉଁ ଗୁରୁଙ୍କର ଶିଷ୍ୟ ହୁଅନ୍ତୁ, ଗୁରୁଙ୍କର ରୂପ ଅଲଗା, ଗୁରୁଙ୍କର ନାମ ସବୁ ଅଲଗା ହେଇଛି, କିନ୍ତୁ ସବୁ ଗୁରୁ ହେଉଛନ୍ତି ଜଗତ ଗୁରୁ। ମଦ୍ଗୁରୁ ଶ୍ରୀ ଜଗତ ଗୁରୁ। ସମସ୍ତ ଗୁରୁବର୍ଗଙ୍କ ଭିତରେ ନିଜ ଗୁରୁଙ୍କୁ ଦର୍ଶନ କର। ନିଜ ଗୁରୁଙ୍କ ଭିତରେ ଜଗତର ତୁମର ଯେଉଁ ଗୁରୁଙ୍କ କଥା ମନେ ପଡ଼ୁଛି, ସେ ଗୁରୁଙ୍କ ନାମକୁ ସ୍ମରଣ କରି ପ୍ରଣାମ କର। ଯଦି ଏହା ନ କରନ୍ତି ତାହେଲେ ଆପଣମାନଙ୍କର ଗୁରୁ ପୂଜା ବା ଗୁରୁଙ୍କୁ ମାନ୍ୟତା କମ୍ ହେଇଯିବ। ଯଦି ଭାବିବେ ଇଏ ମୋ ବାପା, ସେ ତା ବାପା, ଏଠି ବାପା ଅଜା 14 ପୁରୁଷର କଥା କୁହାହେଉନି, ଏଠି ଗୁରୁ ଆଉ ଭଗବାନଙ୍କ କଥା କୁହାହେଉଛି। ଭଗବାନ ଜଣେ, ଗୁରୁ ମଧ୍ୟ ଜଣେ। ଗୁରୁ ହିଁ ଭଗବାନ, ଗୁରୁ ହିଁ ମାଣିକେଶ୍ୱରୀ। ଗୁରୁ ଭଗବାନ, ଗୁରୁଙ୍କୁ ଆପଣମାନେ ଦେଖିଛନ୍ତି, ତାଙ୍କଠାରୁ ଦୀକ୍ଷା ନେଇଛନ୍ତି ବା ତାଙ୍କୁ ପୂଜା କରୁଛନ୍ତି। ଆପଣ ଗୁରୁଙ୍କୁ ଦେଖିଛନ୍ତି, କିନ୍ତୁ ଭଗବାନଙ୍କୁ ଦେଖିଛନ୍ତି ବୋଲି ମୋର ଆଦୌ ବିଶ୍ୱାସ ନୁହେଁ। କିନ୍ତୁ ଗୁରୁଙ୍କୁ ଦର୍ଶନ କରିଛନ୍ତି ମାନେ ଆପଣ ଭଗବାନଙ୍କ ସ୍ୱରୂପୀ ଗୁରୁଙ୍କୁ ଦର୍ଶନ କରିଛନ୍ତି, ଅର୍ଥାତ୍ ଆପଣ ଭଗବାନଙ୍କୁ ହିଁ ଦର୍ଶନ କରିଛନ୍ତି। ଏହି ଭଗବାନଙ୍କର ଶବ୍ଦଟି
ଚାରୋଟି ଅକ୍ଷରରେ ସମ୍ବୋଧିତ ହୁଏ। କହିଲେ ଭଗବାନ କିଏ ଯଦି ଏମିତି ପଚରାଯାଏ, କେହି କହନ୍ତି ଭଗବାନ ହେଉଛନ୍ତି ଆଲ୍ଲାହ, କେହି କହନ୍ତି ଈଶ୍ୱର, କେହି କହନ୍ତି ବାହେଗୁରୁ, କିଏ କହନ୍ତି ବୁଦ୍ଧ, କିଏ କହନ୍ତି ଜୈନ, କିଏ କହନ୍ତି ଗୁରୁ ନାନକ। ଇଏ ସବୁ ଯେମିତି ପାଠ ସ୍କୁଲରେ ପାଠ ପଢ଼ାଯାଏ, ତାଙ୍କୁ ଯଦି ପଚରାଯାଏ ତମେ କେଉଁ ସ୍କୁଲରେ ପଢ଼ୁଛ, କିଏ କହେ ମୁଁ ଅମୁକ ସ୍କୁଲରେ ପଢ଼ୁଛି, କିଏ କହେ ସେ ସ୍କୁଲ, କିଏ କହେ ଏ ସ୍କୁଲ। ସେଇ ଅର୍ଥରେ ଆଧ୍ୟାତ୍ମିକତାକୁ ଚିନ୍ତନ କରିବା ଭୁଲ, ସମ୍ପୂର୍ଣ୍ଣ ଭାବରେ ଭୁଲ। ମୁଁ ଭଗବାନଙ୍କୁ ଦେଖିଛି ଗୁରୁଙ୍କ ରୂପରେ, ଏହା ଯେପରି ସତ୍ୟ। କହିଲେ ଭବ, ଭବ କହିଲେ ପୃଥିବୀ। ମୁଁ ପୃଥିବୀକୁ ହୁଏତ ସମ୍ପୂର୍ଣ୍ଣ ଦେଖିନି, କିନ୍ତୁ ପୃଥିବୀର କୌଣସି ଏକ ଅଂଶରେ ମୁଁ ଜନ୍ମ ହେଇଛି। ମୁଁ ଏଇଠି ଜନ୍ମ ହେଇଛି ମାନେ, ଏଇ ଭୂମିଟାକୁ ଦେଖିଛି ମାନେ ମୁଁ ପୃଥିବୀଟାକୁ ଦେଖିଛି। ସେଥିପାଇଁ ଆମେ ଗୁରୁ ବନ୍ଦନାରେ ଗାଉ, ଭବ ସାଗର ତାର କା ଗୁରୁଦେବ ଭ କହିଲେ ପୃଥିବୀ, ଭ କହିଲେ ଭଗ, ଭଗ। ଭଗ କ'ଣ? 6ଟା ଶକ୍ତି ମିଶିଲେ ଭଗ ହୁଏ। ତା ଭିତରେ ଐଶ୍ୱର୍ଯ୍ୟ, ଐଶ୍ୱର୍ଯ୍ୟ କହିଲେ ଆମେ ବୁଝୁ ସୁନା, ରୂପା, ମୋତି, ମାଣିକ, ଏଇଗୁଡ଼ାକ ଐଶ୍ୱର୍ଯ୍ୟ। ଏଗୁଡ଼ାକ ଐଶ୍ୱର୍ଯ୍ୟ ନୁହେଁ, ଏଗୁଡ଼ିକ ହେଉଛି ବିଷୟା। ଐଶ୍ୱର୍ଯ୍ୟ ପ୍ରକୃତରେ କିଏ? ପ୍ରଥମ ଐଶ୍ୱର୍ଯ୍ୟ ହେଉଛନ୍ତି ସୂର୍ଯ୍ୟ ଏବଂ ଚନ୍ଦ୍ରମା। ଦ୍ୱିତୀୟ ଐଶ୍ୱର୍ଯ୍ୟ ହେଉଛନ୍ତି ସମୁଦ୍ର ବା ପବନ, ସମୁଦ୍ର ଓ ପବନ। ତୃତୀୟ ଐଶ୍ୱର୍ଯ୍ୟ କିଏ? ତୃତୀୟ ଐଶ୍ୱର୍ଯ୍ୟ ହେଉଛି ଜୀବ। ଯେତେ ପ୍ରକାର ଜୀବ ଆପଣ ପୃଥିବୀରେ ଦେଖୁଛନ୍ତି, କିଏ 4 ଗୋଡ଼ରେ ଚାଲୁଛି, କିଏ 2 ଗୋଡ଼ରେ ଚାଲୁଛି, କିଏ ଗୋଟିଏ ଗୋଡ଼ରେ ଚାଲୁଛି, ମାନେ ଭିନ୍ନ ଭିନ୍ନ ଭାବରେ ସବୁ ଚାଲୁଛନ୍ତି।
ଗାଈ ମୁହଁକୁ ଆପଣ କୁକୁର ମୁହଁ କହିପାରିବେନି, କୁକୁର ମୁହଁକୁ ଆପଣ ବିଲୁଆ ମୁହଁ ବି କହିପାରିବେନି। ଇଏ ହେଉଛି ଗୋଟେ ବିଚକ୍ଷଣ ଐଶ୍ୱର୍ଯ୍ୟ, ବିଚିତ୍ର ଐଶ୍ୱର୍ଯ୍ୟ, ଯାହାକୁ ଆପଣମାନେ କଳ୍ପନା କରିପାରିବେନି। ଆପଣମାନେ ଏଇଠି ଆମେ ଯେତିକି ବସିଛେ, କେହି କାହାରି ସହିତ ଦୃଶ୍ୟମାନ ହଉନାହାନ୍ତି। ମୋ ରୂପଟି ଯାହା, ତାଙ୍କ ରୂପଟି ଅଲଗା, ତାଙ୍କ ରୂପଟି ଅଲଗା, ତାଙ୍କ ରୂପଟି ଅଲଗା। ମୋର ନାକ କାନ ଆଖି ପାଟି ଅଛି, ଆପଣମାନଙ୍କର ବି ଅଛି, କିନ୍ତୁ ଆପଣମାନଙ୍କ ରୂପ ସହିତ ମୋ ରୂପ ମିଶୁନେଇ, କି ମୋ ରୂପ ସହିତ ଆପଣଙ୍କ ରୂପ ମିଶୁନେଇ। ଏକ ସଦବିପ୍ରା ବହୁଧା ବଦନ୍ତି। ତେଣୁ ଇଏ ହେଉଛି ଭୋଗ, ଐଶ୍ୱର୍ଯ୍ୟ। ତାପରେ ଆସିଲା ବୀର୍ଯ୍ୟ। ଧାନ ମଞ୍ଜି, ଗହମ ମଞ୍ଜି, ଆପଣ ଧାନ ବୁଣିଲେ ଗହମ ହୁଏନି, ଗହମ ବୁଣିଲେ ବିରି ହୁଏନି, ବିରି ବୁଣିଲେ ମୁଗ ହୁଏନି, ମୁଗ ବୁଣିଲେ ଓସ୍ତ ଗଛ ହୁଏନି, ଓସ୍ତ ଗଛକୁ ହାଣିଦେଲେ ସେ ବରଗଛ ହୁଏନି। ଏ ଯେଉଁ ନାନାଦି ପଶୁ ପକ୍ଷୀ କୀଟ ପତଙ୍ଗ, ଏଇ ଯେଉଁ ବିଭିନ୍ନ ପ୍ରକାର ସବୁ ରୂପ ଆପଣ ଦେଖୁଛନ୍ତି, ଇଏ ହେଉଛନ୍ତି ବୀର୍ଯ୍ୟ, ଐଶ୍ୱର୍ଯ୍ୟ ବୀର୍ଯ୍ୟ। ତାପରେ ଯଶ। ବାପା ଗଲା, ଅଜା ଗଲେ, ପୁଅ, ବାପା ଅଛନ୍ତି, ବାପା ଗଲେ, ପୁଅ ଆସିବେ, ପୁଅ ଗଲେ ନାତି ଆସିବେ, ନାତି ଗଲେ ଅଣନାତି ଆସିବେ। କେହି ସ୍ଥିର ନୁହନ୍ତି, କିନ୍ତୁ ଯଶ ସର୍ବେ ଚଳିବେ, କାଳ ବଳେ ଯଶ ରହିବ ମହିତରେ। ଧରାଯାଉ ମୋର ପୁଅ ଝିଅ ନାହାନ୍ତି, ତେଣୁ ମୁଁ ଯଶସ୍ୱୀ ନୁହେଁ। ତମର ଯଦି ପିଲା ଛୁଆ ନାହାନ୍ତି, ତମ ଭାଇର ଥିବ, ତମ ଭଉଣୀର ଥିବ, ଧୀରେ ନହେଲେ ତମ ପଡୋଶୀର ଥିବ। ଯେମିତି ହେଲେ ବି ଯଶ ଅଛି। ତେବେ ଯଶଟି ଆଉ କଣ? ତୁମ ଦେହ ହୁଏତ ଚାଲି ଯାଇଛି, କିନ୍ତୁ ଆତ୍ମା ରହିଛି। ଆତ୍ମା ହେଉଛି ଯଶ। ଦେହର ପରିବର୍ତ୍ତନ ହେଇଯାଏ, କିନ୍ତୁ ଆତ୍ମାର ପରିବର୍ତ୍ତନ ହୁଏ ନାହିଁ। ସେଇଭଳି ଭାବରେ ଜ୍ଞାନ। ଜ୍ଞାନ କଣ? ବର୍ତ୍ତମାନ ମତେ ଆପଣ କହିବେ କହିବା ପାଇଁ, ମୁଁ ଯେମିତି କହିବି ଆଉ ଜଣେ ସେମିତି କହିବନି, ସେ ଆଉ ଗୋଟେ ପ୍ରକାର କହିବ। ସେଇ ଶବ୍ଦକୁ ନେଇ ସେ ବାକ୍ୟ କହିବ, କିନ୍ତୁ ମୋ ବାକ୍ୟ ସହିତ ତା ବାକ୍ୟ ମିଶିବନି। ବାପା ଯୋଉ ବାକ୍ୟ କହିବେ, ପୁଅ ସେଇ ବାକ୍ୟ କହିବନି। ସେ ସେଇ କଥାଟାକୁ କହିବ, କିନ୍ତୁ ସେ ଆଉ କିଛି ଶବ୍ଦ ନୂଆ କହିପାରେ, ପୁରୁଣା କହିପାରେ। ଇଏ ହେଉଛି ଯଶ, ଏ ଜ୍ଞାନ। ଆପଣ ଭାବୁଥିବେ ଜ୍ଞାନ କହିଲେ ବେଦ, ବେଦାନ୍ତ, କୋରାନ, ବାଇବଲ, ଇଏ ସବୁ ପରେ ସୃଷ୍ଟି ହେଇଛି। କାଉ କା କହୁଛି ଆଦିମ କାଳରୁ, କେବେ ବି ସେ କୁ କହୁନି। କୋଇଲି କୁ କହୁଛି, ସେ କେବେ ଭୋ କହୁନି। ସେ ଭୋ କହୁଛି, ସେ ମାଙ୍କଡ ଭଳିଆ ହୁଁ କହୁନି। ଇଏ ହେଉଛି ବିଚିତ୍ର ସୃଷ୍ଟିର ବିଚିତ୍ର ଜ୍ଞାନ। ତାପରେ ବୈରାଗ୍ୟ। କଣ ବୈରାଗ୍ୟ?
ଆପଣମାନେ ଭାବୁଥିବେ ବୈରାଗ୍ୟ କହିଲେ ଯିଏ ଜଙ୍ଗଲରେ ତପସ୍ୟା କରିବେ ସେ ହେଲେ ବୈରାଗ୍ୟ। ମୁନୁ ଆମର ବିବାହ ହେଇନେଇ ବ୍ରହ୍ମଚାରୀ ଆଜନ୍ମ ବ୍ରହ୍ମଚାରୀ ଏବଂ ସେ ସଂସ୍କୃତରେ ପଣ୍ଡିତ ହେଇଛି, ତାହେଲେ ବୈରାଗ୍ୟଟା ବୋଧେ ସେଇଠି ଅଛି। ନା ନା, ସେ ନୁହେଁ, ସେଇଟା କାହିଁ ମୋ ମନକୁ ଯାଉନି। ଦେଖନ୍ତୁ, ମୁଁ ଯେତେବେଳେ ପିଲା ଥିଲି ମୁଁ ଗୋଡ଼ ହାତ ବାଡ଼େଇକିରି କାନ୍ଦୁଥିଲି, ସିଏ ଗୋଟେ ବୈରାଗ୍ୟ ଥିଲା। ମୁଁ ଯେତେବେଳେ ଧୂଳି ଖେଳିଲି, ମାନେ ସ୍କୁଲକୁ ଗଲି ପାଠ ପଢ଼ିବା ପାଇଁ, ସେତେବେଳେ ଗୋଟେ ବୈରାଗ୍ୟ ଥିଲା। ମୁଁ ଯେତେବେଳେ ଯୁବକ ହେଲି ଆଉ ଗୋଟେ ବୈରାଗ୍ୟ ସୃଷ୍ଟି ହେଲା। ବାଲ୍ୟକାଳ କଥା ଆଉ ରହିଲାନି। ମୁଁ ଯେତେବେଳେ ଯୁବକ ହେଇକି ବୁଢ଼ା ହେଲି, ମୋର ଆଉ ଯୁବକ ସମୟର କଥା ରହିଲାନି। ଏଇ ହଉଛି ବୈରାଗ୍ୟ। ଯେତେବେଳେ ମୋର ମରଣ ସମୟ ଆସିଲା, ମୋର ଆଉ ଗୋଟେ ବୈରାଗ୍ୟ ହେଲା, ଏ ସଂସାରଟା କିଛି ନୁହଁ। ସାଧୁ ସନ୍ଥ ମାନେ କୌପୁନି ପିନ୍ଧିକିରି ଦେହରେ ବିଭୂତି ବୋଳି ହେଇ ଠାକୁରଙ୍କୁ ତପସ୍ୟା କରିକି ଯାହା କହୁଛନ୍ତି ଏ ସଂସାର କିଛି ନୁହଁ। ଆମର ମଲା ବେଳକୁ ବି ଆମେ କହୁଛୁ ସଂସାର ଏରା କିଛି ନୁହେଁ। ପୁଅ ଝିଅ ନାତି ନାତୁଣୀ ଇଏ କେହି ନୁହନ୍ତି। ଏଇଭଳି ଭାବରେ 6ଟି ଜିନିଷକୁ ଭୋଗ ବୋଲି କୁହାଯାଏ। ଇଏ 6ଟି ଶକ୍ତି ବ୍ୟତିରେକ ଇଏ ଦୁନିଆରେ ଭଗବାନଙ୍କର ସତ୍ତା ହିଁ ନାହିଁ। ଆଉ ଭ କହିଲେ ଭବ ସାଗର। ଆରେ ଶୋଷ କଣ ବହୁତ କରୁଛି ଆଜି। ତେବେ ଭବ ସାଗର କୋଉଠି? ଆମର ତ ଏଠି ଯୋଉ ଓଡ଼ିଶାର ଯୋଉ ସାଗର ବହୁଛି ଇଏ ହଉଛି ବଙ୍ଗୋପସାଗର। କୋଉଠି ବହୁଛି ପ୍ରଶାନ୍ତ ମହାସାଗର, କୋଉଠି ଆରବ ମହାସାଗର, କୋଉଠି ଆଟଲାଣ୍ଟିକା ମହାସାଗର। ଭବସାଗରଟା କୋଉଠି କିଏ ଦେଖିଛ? କେଉଁ ଇତିହାସରେ ଭବସାଗରର କଥା ଶୁଣିଛନ୍ତି ଆପଣମାନେ? କୋଉ ଇତିହାସରେ ଲେଖା ନାହିଁ। ଯେଉଁମାନେ ଇତିହାସର ପ୍ରଫେସର ତାଙ୍କୁ ପଚାରିବେ, ଯେଉଁମାନେ ଇତିହାସର ଡକ୍ଟରେଟ କରିଛନ୍ତି ତାଙ୍କୁ ପଚାରିବେ ଭବସାଗର କୋଉଠି? ଭବସାଗରଟା ହଉଛି ଆପଣମାନେ ଯୋଉଠି ଭବସାଗର ସେଇଠି। ଆପଣମାନେ ବର୍ତ୍ତମାନ ଏଇଠି ବହିଛନ୍ତି, ମୁଁ ଏଇଠି ବହିଛି। ମୋ ପଛପଟରେ ଯୋଉ ମେରୁଦଣ୍ଡ ଅଛି, ମେରୁଦଣ୍ଡ, ଆପଣ ଜଣେ ଡକ୍ଟରଙ୍କୁ ପଚାରିଲେ ସେ କହିବେ। ସେ ମେରୁଦଣ୍ଡ ଭିତରେ ଗୋଟେ ସ୍ୱଚ୍ଛ ଜଳ ଅଛି, ଯେଉଁ ଜଳର ନାଁ ହେଉଛି ୱାର୍ଲଡ ସି, ଭବସାଗର। ଯେଉଁ ଜଳଟି ଥିବାରୁ ଆମେ ଏମିତି ବସୁଛୁ, ଏମିତି ବସୁଛୁ, ଏମିତି ବସୁଛୁ, ଏମିତି ବସୁଛୁ। ଯଦି ସେ ମେରୁଦଣ୍ଡଟି ରହିବ ନାହିଁ ଆଉ ଆମେ ଚାଲି ବୁଲି କିଛି ପାରିବନି। ସେଇ ମେରୁଦଣ୍ଡ ଭିତରେ ରହିଛି କୁଣ୍ଡଳିନୀ ଚକ୍ର।
ଯଦି କୁଣ୍ଡଳିନୀ ଶକ୍ତି ଆପଣମାନଙ୍କର ଜାଗ୍ରତ ହେଇଥିବାରୁ ଆପଣମାନେ ଏଇଠି ଅଧଘଣ୍ଟା ହେଲା ବସିଲେଣି। ଯାହାର କୁଣ୍ଡଳିନୀ ବିକ୍ଷିପ୍ତ ହବ ଉଠିକିରି ପଳେଇବେ। କିଏ ଏଠି ବସିବ ଥଣ୍ଡାରେ? ସେଥିପାଇଁ ଆମେ ପଢୁଛୁ ଗୁରୁଦେବଙ୍କ ନିକଟରେ ଆମେ ପ୍ରାର୍ଥନା କରୁଛୁ, କୂଳ କୁଣ୍ଡଳିନୀ ଘୁମ ଭଞ୍ଜକ ହେ କୂଳ ମାନ ଆମେ ସତସଙ୍ଗରେ ବସୁ, ଗୁରୁଙ୍କ ଠାରୁ ଦୀକ୍ଷା ନଉ, ଗୁରୁଙ୍କର ପୂଜା କରୁ। କାହିଁକି? କେବଳ ଏଇ କଥାଟି ଆମେ ପାଉ, ନ ମାଗିଲେ ବି ପାଉ। ଆମେ ମାଗୁନା, ଆମର ମାଗି ଆସେନି, ଆଉ ମାଗିବୁ କ'ଣ? ଆମେ ମାଗି ମାଗି କହୁ ଆମର ଗୋଟିଏ ଘର କେମିତି ହବ, କିଏ କହିବ ମୋ ପୁଅ ବାହାଘର କେମିତି ହବ, କିଏ କହିବ ମୋ ଝିଅ ବାହାଘର କେମିତି ହବ, କିଏ କହିବ ମୋର ନାତୁଣୀ 3ଟା ହେଲାଣି ଗୋଟେ ନାତି କେମିତି ହବ, କିଏ କହିବ ମୋର ଟ୍ରାନ୍ସଫର ହବ, କିଏ କହିବ ମୋର ପ୍ରମୋସନ ହବ, କିଏ କହିବ ମୁଁ ସସ୍ପେଣ୍ଡ ହେଇଛି ମୁଁ କେମିତି ପୁଣି ମାନେ ଆଉ ଥରେ ଚାକିରି କରିବି। ଆମ ମାଗୁଣି ସବୁ ଏଇଆ। କିନ୍ତୁ ପ୍ରକୃତ ମାଗୁଣି ହଉଛି ମମ ମାନସ हे कृपाळु गुरुदेव, मते टिके कृपा करंतु, मो मनटी केमिति स्थिर रहिबो। मु जेतिकी समय प्रार्थना करिबी मो मनटा गुरुंकर पाद पद्मरे बा भगवानଙ୍କର कथारे मो मनटा रहिबो। सेमतिया जने भक्त लिखिथिले, थका मन चाल जी
ଲେଖିପାରିଥାନ୍ତେ ଥକା ମନ ଚାଲ ଯିବା କଲିକତାକୁ ଦେଖିବା। ଥକା ମନ ଚାଲ ଯିବା ଗହଣାକୁ ପରଖିବା ଲେଖିପାରିଥାନ୍ତେ। ସେ କ'ଣ କହିଲେ? ହେ କ୍ଳାନ୍ତି ମଣିଷ, ହେ କ୍ଳାନ୍ତି ମଣିଷର କ୍ଳାନ୍ତି ମନ, ତୁ କ୍ଳାନ୍ତ ହେଇ ପଡୁଛୁ। ସେଇ କ୍ଳାନ୍ତିକୁ ଦୂରୀଭୂତ କରିବା ପାଇଁ ତୋର ମନଟା ଚକାନୟନ ପାଖକୁ ପଠେଇଦେ, ମାଣିକେଶ୍ୱରୀଙ୍କ ପାଖକୁ ପଠେଇଦେ। ତାହେଲେ ଗୁରୁଙ୍କର କୃପା ତୁ ପାଇବୁ। ତେଣୁ ସଜ୍ଜନ, ଇଏ ହଉଛି ଗୁରୁ କୃପା ହିଁ କେବଳ। ଗୁରୁ ଗୁଣନିଧି ଦେବମ୍, ଗୁରୁ କୃପା ହିଁ କେବଳମ୍। ଆଉ ଏତେ କଥା କହିବାନି। ଇଏ ଗଲା, ଭ ଗଲା। ଗ କଣ? ଭଗବାନ। ହେ ଭଗବାନ ଆମେ କହୁଛୁ, ଜାଗି ଉଠ ଭଗବାନ, ଜାଗି ଉଠ ଭଗବାନ, ଜାଗି ଉଠ ଭଗବାନ, ଜାଗି ଉଠ ଭଗବାନ। ପାଷାଣ ଦେଉ ରହି ପାଷାଣର ପାଷାଣ ଦେଉ ପାଷାଣର ତୁମେ ପଶୁ ଥାଅ ଭକ୍ତ ମନ, ଜାଗି ଭଗବାନ, ଜାଗି ସିଏ ଯଦି ନ ଜାଗିବେ ଭାରତରେ ଶାନ୍ତି ଆସିବ ନାହିଁ, ପାକିସ୍ତାନରେ ଶାନ୍ତି ଆସିବ ନାହିଁ, ବାଂଲାଦେଶରେ ବି ଆସିବ ନାହିଁ, ରୁଷିଆରେ ଆସିବନି, ୟୁକ୍ରେନରେ ଆସିବନି, ଚୀନରେ ଆସିବନି, ଜାପାନରେ ଆସିବନି, ଆମେରିକାରେ ଆସିବନି, କୋଉଠି ଆସିବନି। ଯେତେବେଳେ ସିଏ ଜାଗିବେ, ତାଙ୍କର ଯେତେବେଳେ ମନେ ପଡ଼ିଯିବ ମୁଁ ମହାଭାରତ ଯୁଦ୍ଧରେ ଅର୍ଜୁନଙ୍କ ପାଖରେ ମୁଁ ଗୋଟେ ପ୍ରତିଜ୍ଞା କରିଥିଲି, ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ଅଭ୍ୟୁତ୍ଥାନ ମଧର୍ମସ୍ୟ ତଦାତ୍ମାନମ୍। ଯେତେବେଳେ ମୁଁ ମୋର ମନେ ପଡ଼ିଯିବ ସେତେବେଳେ ମୁଁ ଯାଇକି ତମ ପାଖରେ ପହଞ୍ଚିବି। ଯେପର୍ଯ୍ୟନ୍ତ ତାଙ୍କର ସେ ମନେ ପକେଇବେ କେମିତି? ଆମେ ସିନା ମନେ ପକେଇଲେ ସେ ପଡ଼ିବେ। ତେଣୁ ଆମ ସମସ୍ତଙ୍କର ପ୍ରାର୍ଥନା ଦରକାର, ପ୍ରଭୁ ତମେ କାହାକୁ ପଠାଅ, ନହେଲେ ନିଜେ ଆସ, ନହେଲେ ଏ ପୃଥିବୀ ଶାନ୍ତି ହବ ନାହିଁ। ଯେତିକି ପରମାଣୁ ବୋମା ତିଆରି ହେଲାଣି,
10-12ଟା ଫୁଟିଲେ ପୃଥିବୀ ଧ୍ୱଂସ ହେଇଯିବ। ତଥାପି ଏ ମଣିଷର ଅହଙ୍କାର ଶାନ୍ତ ହଉନାହିଁ। ଏଇଠି ଆଜି ଅପରାହ୍ନରେ ଏଇଠି ବସିଛି, ଜଣେ ବାବୁ ପ୍ରଣାମ କଲେ। କଣ? ମୁଁ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଶିଷ୍ୟ। ସିଏ କହିଲେନି, ଆମ ମୁନୁ କହିଲେ। ବୋଲି ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଶିଷ୍ୟ ହେଲେ କଣ ହେଲା? ମୁନୁ କି? ଆଉ ଜଣେ ବାବୁ ଆସିଲେ, ଇଏ ହଉଛନ୍ତି ଗାୟତ୍ରୀ ପରିବାର। ବୋଲି ଗାୟତ୍ରୀ ପରିବାର କଣ? ଆମେ ସମସ୍ତେ ସନାତନୀ ହିନ୍ଦୁ। ମୁଁ କଣ ଗାୟତ୍ରୀ ପରିବାର ନୁହେଁ? ମାନେ ମୋ ମନରେ ମୁଁ କହୁଛି, ଏ ସଭାରେ କହୁଛି ମାନେ ମନରେ କହୁଛି। ଆଉ ମୁଁ କଣ ଗାୟତ୍ରୀ ପରିବାର ନୁହଁ? ମୁଁ କଣ ଅନୁକୂଳ ଚନ୍ଦ୍ରଙ୍କ ଶିଷ୍ୟ ନୁହଁ? ମୁଁ ଯଦି ଉଣା କହିବି ମତେ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଋତୁ କିମ୍ବା ଦୀକ୍ଷା ଦେଲେ ଦେବେନି? ଠାକୁର ମନା କରିବେ? ମୁଁ କଣ ଠାକୁର ନିଗମାନନ୍ଦଙ୍କର ଶିଷ୍ୟ ନୁହଁ? ତେଣୁ ଗୋଟିଏ ଧର୍ମ ଭିତରେ ଏତେ ଭାଗ, ଗୋଟିଏ ବାପର 3ଟି ପୁଅ, ଏଇଟା ଗୋଟେ ସତ କଥାଟା ମୁଁ କହୁଛି। ବାପ ଯାହା ଧନ ଅର୍ଜନ କରିଥିଲା, ସେ ଧନରେ ଗୋଟେ କୋଠା ନିର୍ମାଣ କଲା। କହିଲା ମୋ ପିଲାମାନେ ଆସି ରହିବେ। ସବୁ ପୁଅଙ୍କ ପାଖକୁ ଚିଠି ଲେଖିଲା, ମୁଁ ଘରଟିଏ କରୁଛି ତମରି ପାଇଁ, ତୁମେ ସବୁ କିଛି କିଛି ଅର୍ଥ ଦିଅ। ମୋ ପାଖରେ ଆଉ ଅର୍ଥ ଏତେ ହବନି। ଗୋଟିଏ ପୁଅ କିଛି କହିଲାନି, ଚିଠିର ଉତ୍ତର ବି ଦେଲାନି। ଆଉ ଗୋଟିଏ ପୁଅ କହିଲା, ଆମେ କୋଉଠୁ ଆଣିବୁ? ଆପଣ ଆମ ପାଖକୁ କିଛି ଧାନ ଚାଉଳ ପଠାନ୍ତୁ, ଯଦି ଧାନ ଚାଉଳ ଆମେ ପାଇବୁ, ଧାନ ଚାଉଳ ବିରି ମୁଗ, ତାହେଲେ ଆମେ କିଛି ପଠେଇବୁ। ଆଉ ଜଣେ କହିଲା, ତମକୁ କିଏ କହୁଥିଲା କି ଘର କରିବା ପାଇଁ? ଆମେ ତ ଆମର ଚାକିରି କରିଛୁ, ତାପରେ ଆମର ଭୁବନେଶ୍ୱରରେ ଖଣ୍ଡେ ଜାଗା ଅଛି, କୋଠା କରିକି ରହିବୁ। ତମକୁ କିଏ କହୁଥିଲା କି ଘର କରିବା ପାଇଁ? ବୁଢ଼ା ସେତେବେଳେ କହିଲେ ବାବୁ ମୋର ଭୁଲ ହେଇଯାଇଛି, ଆଉ ମୁଁ ଦିନେ କହିବିନି, ତମେ ରହିଲେ ରୁହ, ନ ରହିଲେ ନାହିଁ। କିନ୍ତୁ ବୁଢ଼ା ଯେତେବେଳେ ମରିଗଲେ, 3 ପୁଅ ଯାକ ଆସିଲେ, ବାଣ୍ଟକୁଣ୍ଟ ହେଲା। ବ୍ରାହ୍ମଣ ଭୋଜନରେ ଏତିକି ଖର୍ଚ୍ଚ, ଗାଁ ବାଲା ଖାଇବେ ଏତେ, ତୁ ଦେବୁ ଏତେ, ସିଏ ଦେବ ଏତେ, ବଣ୍ଟା କୁଣ୍ଟା ହେଇକି ହେଲା। କାହାର ଆଉ ଗୋଟିଏ ଟଙ୍କା ବି କାହାର ଅଧିକା ଗଲା। ତାପରେ ବସିଲା, ଇଏ ଘରକୁ ନବ କିଏ, ସେ ଘରକୁ ନବ କିଏ, ସେ ବାଡ଼ିପଟ ଜମିକି କିଏ ନବ, ଆଗପଟ ଜମିକି କିଏ ନବ। ସେ କହିଲା ମୁଁ ନେବିନି, ଇଏ କହିଲା ମୁଁ ନେବିନି। ତାଙ୍କ ଭିତରେ ବାଡ଼ିଆ ପିଟା ଚାଲିଲା ଯେ ସରପଞ୍ଚ ପର୍ଯ୍ୟନ୍ତ ଆସିକିରି ନିଶାପ କଲେ। ଇଏ ଅଧମ ବି ଯାଇଥିଲା, ଇଏ ଅଧମ ସେଇ ଗୋଟେ କାର୍ଯ୍ୟକ୍ରମକୁ ଯାଇଥିଲା। ଇଏ ଅଧମ ପାଖରେ ବି ଆସି ପହଞ୍ଚିଲେ, କହିଲେ ଆମର ସବୁ ଏଇଆ ହଉଛି ବୋଲି। ବଣ୍ଟା କୁଣ୍ଟା ହେଇଗଲା ନା? ହଁ ବଣ୍ଟା କୁଣ୍ଟା ହେଇଗଲା, ପ୍ରାୟ ହେଇଗଲା। ଆଚ୍ଛା ତମ ଘରେ ଗୋଟେ ଘୁମ ଥିଲା, କଳାହାଣ୍ଡିର ଅଧିବାସୀ ମାନେ ଧାନ, ଇଏ ହଉଛି ଧାନ ଲକ୍ଷ୍ମୀଙ୍କର ସହର, ଇଏ ମାଣିକେଶ୍ୱରୀଙ୍କର ସହର, ମାଣିକେଶ୍ୱରୀଙ୍କ ନାମରେ ନାମିତ ପବିତ୍ର କଳାହାଣ୍ଡି। ଏଠି ଲକ୍ଷ୍ମୀ ଅଛନ୍ତି। ତେଣୁ ଆଗରୁ ସବୁ ବ୍ୟବହାର ହଉଥିଲା ଘୁମ ଫୁମ। ଆଡେ କଣ ତାକୁ କହୁଛନ୍ତି ମୁଁ କହିପାରିବିନି, କିନ୍ତୁ ଘୁମ। ମୁଁ ସେ ଘୁମଟା ତାକୁ କେମିତି କଣ ବାଣ୍ଟିଲ?
ନା ନା ସେଇଟା ବଣ୍ଟା ହେଇନି। କେମିତି ବାଣ୍ଟିବ? ତାକୁ ଗୋଟେ ଭାଙ୍ଗିଦେଲେ ଭାଙ୍ଗିଯିବ। ଏଇଟା କାହାକୁ ଗୋଟେ ଦେଇଦେବା, ଆଉ କାହାକୁ ବରଂ ଦେଇଦେବା, କିନ୍ତୁ ଭାଇମାନଙ୍କୁ ଦେବାନି। କାହାକୁ ଦେଇଦେବା? ଲୋକ କହିବେ ଦାନି। ଆଉ ତାପରେ ସବୁ କଥାକୁ ବାଣ୍ଟିଲ, ମା କୋଉଠି ରହିଲା? ନା ଆମେ ଭାବୁଛୁ ମା ମୋ ପାଖରେ ରହିବ 15 ଦିନ, ତା ପାଖରେ ରହିବ 15 ଦିନ, ତା ପାଖରେ ରହିବ 15 ଦିନ, 45 ଦିନ ହେଇଯିବ, ପୁଣି ମା ଆସିବ। ମୁଁ ସେତେବେଳେ ଗୋଟାଏ, ଏବେ ବି ଗୋଟେ ବାଡ଼ି ଧରିଛି, ତ ଏଇ ଗୋଟେ ବାଡ଼ି ଧରିଛି, ସେତେବେଳେ ଆଉ ଟିକେ ଲମ୍ବାଳିଆ ବାଡ଼ି ଧରୁଥିଲି। ବୋଲି 3 ଜଣ ଯାକ ଖାଇଲ, କାନ ଧର, ଉଠ ବସିବ, ଉଠ ବସ ହେଲେ ମୁଁ 3 ଜଣ ଯାକ ଯାଅ, ଗୋଟେ କଟୁରୀ ନେଇକିରି ଯାଅ, ମାକୁ 3 ଫାଳ କରି ହାଣିବ। ତୁ ଗୋଟାଏ ଫାଳ ନେଇ ପଡ଼ିବୁ, ସେ ଗୋଟାଏ ଫାଳ ନେଇ ପଡ଼ିବ। ନା ବାବା ଏଇଟା କ'ଣ ହେଇପାରିବ? ବୋଲେ ଆଉ ସେଇଟା ହେଇପାରିବନି, ଏଇଟା କେମିତି ହବ? ତାପରେ ମୋ ପାଟିରେ ଯାହା ଆସିଲା, ମୋଟା ପାଟିରେ ଆଉ ଖରାପ ଭାଷା ଆସିବନି, ଅଭଦ୍ର ଭଳିଆ କହିଲି। ଆଉ ତେଣୁ ସଜ୍ଜନ, ଆମ ମାଗୁଣି ସବୁ ଏଇଆ। ଆମକୁ ମାଗି ତ ଆସେନି, ଆଉ ମାଗିବୁ କ'ଣ? ଯେହେତୁ ମାର ନାଁ ହଉଛି ମାଣିକେଶ୍ୱରୀ, ତେଣୁ ମାଣିକେଶ୍ୱରୀ ବୋଲି କାଳେ ମାଣିକେଶ୍ୱରୀକି ଦର୍ଶନ କଲେ କାଳେ ମାଣିକ କିଛି ଆମକୁ ମିଳିବ, ସମଲେଶ୍ୱରୀଙ୍କୁ ଦର୍ଶନ କଲେ କିଛି ସମ୍ବଳ କାଳେ ମିଳିବ। କିଛି ନୁହେଁ। ଆସିଛ ଦୁନିଆକୁ ଶୂନ୍ୟ ହସ୍ତରେ, ଯିବ ଶୂନ୍ୟ ହସ୍ତରେ। କେହି ରହିନା ରହିବେ ନାହିଁ, অভিনয় বাহুড়িবে রহিবে নাহি, সর্বে নিজ ବଳିଆ ଗୋଟିଏ ଗୀତରେ ଲେଖିଛି। ମତେ ଗୀତ ଲେଖି ଆସେନି, ଏବେ ଲେଖିଦିଏ। ଏ ଘରେ ମାନବ ଆକାଶ ଛପର ଆକାଶ ଆମରି ଖବର, ଭରତ ଆମରି ଦୁଆର, ଭସା ଘର ସବୁ ବିଭୁକ କୋଠରୀ, ଭସା ଘର ସବୁ ବିଭୁକ କୋଠରୀ, କଠି ମଧ୍ୟରେ ଆମେ ବୁଲିଆ।
ଆମେ କୁଣିଆ ଲୋକ ଭବାନୀପାଟଣାକୁ ଆସିଛୁ କୁଣିଆ ହେଇ 2-3 ଦିନ ରହିବୁ ତାପରେ ଆଉ କୋଉଠିକି ଯିବୁ ଏଇ ତ ଆଉ କଣ ଆଇଲା ବେଳେ ଆମେ 4ଟି କାର୍ଯ୍ୟକ୍ରମ ସାରିକି ଆସିଲୁଣୁ ଏଠି 5ମ କାର୍ଯ୍ୟକ୍ରମ ହଉଛି କାଲି ହବ 6ଠ କାର୍ଯ୍ୟକ୍ରମ ତାପରେ ପୁଣି ଯୋଆଡା ଆଇଲୁ ସେ ଯେଉଁ ବାଟେ ବାଟେ ଆସିଛ ବନ୍ଧୁ ଯେଉଁ ବାଟେ ଆସିଛ ବାଟେ ଯେଉଁ ବାଟରେ ଆଇଛ ଠିକ ସେଇ ବାଟରେ ଯାଅ ତେଣୁ ହାତରେ 5 ପାଇ ହେଉଛ ହାତ ଆଉ ଏଣିକିରେ ଭୁଲୁ କାହିଁକି ଉଡୁଛି ଆଉ ଆମେ କୁଣିଆ ଲୋକ ଆସିଛୁ କେଇଟା ଦିନ ପାଇଁ କୋଠା କରିବୁ ବାଡି କରିବୁ ଗାଡି କରିବୁ ଅମକ କରିବୁ ସମକ କରିବୁ ତାପରେ କଣ କରିବୁ ସଖଣ୍ଡି କାଠ ହେବ ତୋ ପାଇଁ ଲୋଡ଼ା ଛୁଇଁବେ ନାହିଁ ବୋଲିବେ ସଖଣ୍ଡି ପାଇଁ ଲୋଡ଼ା ଛୁଇଁବେ ସାର ଦେହ ମନ କରିଛୁ ସଙ୍ଗକ ତେଜି ଗୋବିନ୍ଦ ତେଣୁ ଆମ ଜୀବନର ଗତି ଏଇ ଗୋଟାକ ଆମ ଜୀବନର ସ୍ପଷ୍ଟ ବାସ୍ତବ ଚିତ୍ର ଏଇ ଆପଣ କହିବେ ନା ନା ଏଇଟା କଣ ବାସ୍ତବ ଚିତ୍ର ଆଉ କଣଟା ବାସ୍ତବ ଚିତ୍ର ଆଉ କଣଟା ବାସ୍ତବ ଚିତ୍ର କୁହ ଭାବି ଚିନ୍ତିକିରି କହିବ ନହେଲେ ଆଜି ରାତିରେ ଶୋଇକିରି ଭାବିବ ଉଣା ହେଉଛି ଦିନ ଆୟୁଷ ଆଉ ଏଣିକି ଅଛି କେତେ ବୟ ଉଣା ମନରେ ମନ ଉଦ୍ଧାର ହେବୁ ଯେବେ ଅବସାଦ
ଉପାୟ ମଣିଷ ଯେତିକି ସମୟ ସତସଙ୍ଗ କଲେ କିମ୍ବା ଧ୍ୟାନ କଲେ ମନଟିକୁ ତାଙ୍କ ପାଖରେ ରଖିଲେ ସେତିକି ହେଉଛି ଲାଭ, ଆଉ ସବୁ ହେଉଛି ଲସ୍, କ୍ଷତି। ତାମାନେ ଆପଣମାନେ କହିବେ କ'ଣ ବାବା ବଳିଆ ଆଇଛନ୍ତି ଏଇ ସବୁ କହିବା ପାଇଁ ଆମକୁ ସବୁ ବାବାଜୀ ମାତାଜୀ କରିବେ ନା କ'ଣ? ମୁଁ କାହାକୁ, ମୁଁ ତ ନିଜେ ବାବାଜୀ ହେଇନି, ମୁଁ କାହା ବାବାଜୀ କରିବ? ବାବା ମାତା ହୋଇଯାଏ ଏକଥା ମୁଁ କହିବାକୁ ଆସିନି, କହିବାକୁ ଆସିଛି ଧନ ଅର୍ଜନ କର, ସୁଖସ୍ୟ ମୂଲମ୍ ଧର୍ମମ୍, ଧର୍ମସ୍ୟ ମୂଲ୍ୟମ୍ ଅର୍ଥମ୍, ଅର୍ଥସ୍ୟ ମୂଲ୍ୟମ୍ ସ୍ୱରାଷ୍ଟ୍ରମ୍। ଯଦି ସୁଖ ପାଇବ ତାହେଲେ ଧର୍ମ କର, ଧର୍ମ ଯଦି କରିବ ଅର୍ଥ ଉପାର୍ଜନ କର। ଅର୍ଥଟା ଯଦି ଉପାର୍ଜନ ନ ହେଇଥାନ୍ତା ବଳିଆ କୋଉ ଏଠିକି ଆଇଥାନ୍ତା? ଇଏ କୋଠାଟା ଅର୍ଥରେ ହେଇଛି ନା, ଆଉ ଇଏ ଚାନ୍ଦୁଆଟା ଅର୍ଥରେ ଟଙ୍ଗା ହେଇଛି ନା, ଆଉ ଇଏ ଖାଇବା ପିଇବା ପ୍ରସାଦ ସେବନ କାହା ପାଇଁ ହଉଛି? ଅର୍ଥରେ ହଉଛି ନା। ଆଉ ଅର୍ଥ ଉପାର୍ଜନ କର, କିନ୍ତୁ ତାର ଅର୍ଥ ନୁହେଁ କାହା ତଣ୍ଟି ଚିପି ବାପାରାନେ ଢିଙ୍କିକି କହିକି ଅର୍ଥ ଉପାର୍ଜନ କରିବ। ସପନ ଯେତେ ଦେଖୁ ଭାଇ ସକାଳେ ଯା, জীবন জীবন সময় চক তলে ସନ୍ଧ୍ୟାଏ ବାହାରିଲେ ଆମେ ଯାଉଛୁ ବୃନ୍ଦାବନ, ମନେ କରାଯାଉ। ବୃନ୍ଦାବନ ଗଲେ ଆଉ ଟା ବସ କରିକିରି ଯିବା, ଆଉ ଗଲେ ବାଟରେ ବସ ଗଳି ପଇଲା, ପରେ ଗଡ଼ିଗଲା, 10 ଜଣ ମରିଗଲେ। ସେ କ'ଣ ଯାଇଥିଲେ ମରିବା ପାଇଁ? ଆମର ମୁସଲମାନ ଭାଇମାନେ ଯାଇଥିଲେ ହଜ୍ କରିବା ପାଇଁ ମକ୍କା ମଦିନା,
ଆଇଲା ଫେରିଲା ଆଉ ଗୋଟେ କୁଆଡ଼େ ଯାଉଥିଲେ ବସ୍ ଜଳିଗଲା, ସମସ୍ତେ ମରିଗଲେ। ସେ କ'ଣ ଯାଇଥିଲେ ମରିବା ପାଇଁ? ଆପଣ ଦେଖିବେ ସେ ଅମୁକ ବାବୁ ଇଞ୍ଜିନିୟର ଖାଇ ପିଇରେ ଘରେ ଶୋଇଛନ୍ତି, କବାଟ ଖଡ଼ ଖଡ଼ କଲାକୁ ସିବିଆଇ ଦେଖି ପକେଇଲେ। ଆପଣ କିଏ? ଦେଖେଇଦେଲେ ଆମେ ସିବିଆଇ ହେଇଛୁ। ଏ କ'ଣ ପାଇଁ? ତମ ଘର ରେଡ୍ ହବ। ଆଗ ଗାତର କପଲା ରେଡ୍ କ'ଣ କହିଲେଣି? ଟଙ୍କା ତାଙ୍କ ହାଣ୍ଡି ସାଳରୁ ବାହାରିଲା। ତାଙ୍କର ପ୍ଲଟ କିଣିଛନ୍ତି ଯେ 20-25ଟା ଜାଗାରେ ପ୍ଲଟ କିଣିଛନ୍ତି, କୋଟିଏ କୋଟି ଟଙ୍କା ରଖିଛନ୍ତି। ମୁଁ କହିପାରୁନି ବାବୁ, ସେ ଦେଖାନ୍ତି ଟିଭିରେ, ମୁଁ ଯାହା ଦେଖେ ଟଙ୍କା ଗୁଡ଼ାକ ବସି ମିଶିନି ଗଣୁଛି, ଏତେ ଟଙ୍କା। ଆରେ ୟାକୁ ମୋର ତ ସେ ବାବୁ ଦେଖା ହଉନାହାନ୍ତି, ଦେଖା ହେଲେ ବି ମୁଁ ପଚାରିବି ଇଏ ଟଙ୍କା ତମେ କ'ଣ କରିବ? ଭାରତକୁ ଲୁଣ୍ଠନ କରି ସୁଲତାନ ମାମୁଦ 21 ଥର ଲୁଣ୍ଠନ କଲେ, ସୋମନାଥ ମନ୍ଦିର ଲୁଣ୍ଠନ କଲେ, ଧନରତ୍ନକୁ ଗଦା କରି ମୁଣ୍ଡ ଉପରେ ଥୋଇଦେଲେ। ମରିବାକୁ 10 ମିନିଟ୍ ଅଛି, ତାକୁ ବସିକି ଭାବିଲେ ମୁଁ ଏତେ କଷ୍ଟ କରି କେତେ ହିନ୍ଦୁଙ୍କୁ ହାଣିକିରି ମୁଁ ତତେ କମେଇଥିଲି, ମୁଁ ବର୍ତ୍ତମାନ ତତେ ଛାଡ଼ିକିରି କେମିତି ମରିବି? ଏମିତି ଭାବୁ ଭାବୁ ମରିଗଲେ। লিভি লিভিয়া জীবন এই ଯୋଉ ଜାଗାରେ ଆପଣ ବହିଛନ୍ତି, ଇଏ ଜାଗାଟି ହଉଛି ମୋ ନିଜ ଭାଇର ପୁଅ ମୁନୁ। ତାକୁ କ'ଣ ଆପଣ ଡାକନ୍ତି? ମୁଁ ଶାରଦା। ଶାରଦା ତାଙ୍କର ସବୁ ଯାକ ଭାଇ ବାହା ହେଲେ, ଭଉଣୀ ଯାକ ବାହା ହେଲେ। ମୁନୁର ବାହାଘର ବ୍ୟବସ୍ଥା ହେଲା। ସେ କ'ଣ କେଜାଣି କାହିଁକି କ'ଣ ନାହିଁ କଲା। ମୁଁ ତାର ବଡ଼ ବାପା ହେବି, ତେଣୁ ମୁଁ ଟିକେ ଘିଅରେ ନିଆଁରେ କ'ଣ ନିଆଁରେ ଘିଅ ପକାଇଲି ପରା, ନିଆଁରେ ଟିକେ ଘିଅ ପକେଇଦେଲି। ମୁଁ କହିଲି ବାପା ତୁ ବାହା ହେବୁନି? ମନା କଲା। ମୁଁ ମନେ ମନେ ଉପର ମୁହଁରେ ଟିକେ ମୁହଁକୁ ଶୁକେଇଲି, କାରଣ ପୁଅଟା, କିନ୍ତୁ ଭିତରେ ମୁଁ ହସିଲି। ଇଏ ଠିକ୍ କାମ କରିଛି। ଆଉ ଗୋଟେ ବଂଶର ନାଁ ରଖିବ, କୁଳ ପବିତ୍ରମ୍ ଜନନୀ କୃତାର୍ଥ ବସୁନ୍ଧରା ଧନ୍ୟା ଚତିଷ୍ଠ ଧନ୍ୟା ସ୍ୱର୍ଗେ ସ୍ଥିତୋପି ପିତରପି ଧନ୍ୟା ଯେସାଂ କୁଳେ ବୈଷ୍ଣବ ନାମଧେୟ। ଲୋକେ କହନ୍ତି ପରିବାର ଲୋକ କହିଲେନି ସେ ବାହା ହେଲେନି। ମୁଁ ଭଲ ହେଲା ଭଲ ହେଲା, ତମର କ'ଣ ଦେବ? ମୋ ପୁଅ ବାହା ନହେଲା ତମର କ'ଣ ଦେଉଛି? ମୋ ବୋହୂ କ'ଣ ତମକୁ ରୋଷେଇ କରି ଦେଇଥାନ୍ତା? ଏଠି ଜଣେ ବାବୁ ବସିଛନ୍ତି, ନାଁଟା କହିଦେଲେ କ'ଣ ଅସୁବିଧା ହେଉଛି? ତେଣୁ ଗୁନୁ ବାବୁ ସିଏ କହିଲେ ମୁଁ ବିବାହ ହେବିନି, ମୋର ଅଣ୍ଟାର ଜଖମ ଅଛି, ଅଣ୍ଟା ଟିକେ ମୁଁ 2-4 ମାନେ ବାଡ଼ିରେ ବାଡ଼େଇଛି, ଯାହା ହଉ ସେ ଭଲ ଅଛି। ଆଜି ଉଚ୍ଚପଦସ୍ଥ ଅଫିସର ବଲାଙ୍ଗୀରରେ ମତେ ଜଣେ କହିଲେ ଇଏ ବାବୁ ପିସି ନିଅନ୍ତି ନାହିଁ ପରସେଣ୍ଟେଜ। ଗର୍ବରେ ଫୁଲି ଉଠିଲି।
ବିବାହକୁ ଯେତେବେଳେ ନାହିଁ କଲା ତାଙ୍କ ବାପାଙ୍କର ତାଙ୍କ ମାଙ୍କର ଦେଖିବ ଯୋଉ କାନ୍ଦ। ମୁଁ ଏ ବାବା ମୋ ପୁଅ ବାହା ହବ, ମୋର କଣ ଯାଉଛି। ଆଜି ବିବାହ ହେଇଛନ୍ତି, ଉପଯୁକ୍ତ ସନ୍ତାନ ସୃଷ୍ଟି ହେଇଛନ୍ତି, ସେମାନେ ଭଲ। ତେଣୁ କଥା ହଉଛି ଆଉ ଗୋଟେ ଗୋଟେ ଜାଗାରେ ଲୋକ ବିବାହ ହେଇଛନ୍ତି ଜବରଦସ୍ତି। ସିଏ ବିବାହ ହବାର ବର୍ଷକ ପରେ କୋଉଠି ପୁଅ ବାଡ଼ଉଛି ବାପ ମାଙ୍କୁ, ତ କୋଉଠି ବୋହୂ ବାଡ଼ଉଛି ଶାଶୁ ଶ୍ୱଶୁର। ମତେ ଆସି କହୁଛନ୍ତି, ମୁଁ ପା ପାନେ ଆହୁରି ପାନେ ପା ଆହୁରି ପାନେ। ସିଏ ତ ମନା କରୁଥିଲା ବାହା ହେବା ପାଇଁ, ତୋର କଣ ଯାଉଥିଲା ତାକୁ ବାହାଘର କରିବା ପାଇଁ। ତୋ ମନ ଯଦି ମୋ ଥାରେ କଣ ରାହାସ ଦିନେ ଭେଟା মনরে নিত্য বৃন্দাবন রাহাস কাননী দিনে ভেটা ভেটি ହେବ। କୋଉଟା ଭଲ? ତମେ ବାହା ହେଇଛ ହେଲ ଭଲ, କିନ୍ତୁ ଦିନେ ଯୁଗଳ ଲୀଳା ଭାଙ୍ଗିବ। ଆଜି ଯେଉଁ ସୁଖକୁ ତୁମେ ସୁଖ ବୋଲି ଭାବୁଛ, କିନ୍ତୁ ପ୍ରସ୍ତୁତ ହେଇକିରି ଥାଅ, ମାନସିକ ସ୍ତରରେ ଦୁଃଖ ନିଶ୍ଚୟ ଆସିବ। ତେଣୁ ଇଏ ଦୁଃଖ ସୁଖର ଦୁନିଆରେ ଗୀତା କହିଲେ ଦୁଃଖେଷୁ ଦୁର୍ବିଘ୍ନ ମନାବା ଭାଙ୍ଗି ପଡ଼ନା, ସୁଖେଷୁ ବିଗତ ସ୍ପୃହ ନାଚି ଉଠନା, ବିତରାଗ ଭୟ କ୍ରୋଧ ସ୍ଥିତ ଧୀ ମୁନିରୁଚ୍ୟତେ। ଯଦି ମୁନିଟିଏ ହବ, ସେ ବାହା ହେଲେ ବି ହବ, ବାହା ନହେଲେ ବି ହବ। ଭଲ ମଣିଷ ହୁଅ। ମୁଁ ତ ଏପର୍ଯ୍ୟନ୍ତ ଭଲ ମଣିଷ ହେଇନି, କିନ୍ତୁ ଭଲ ମଣିଷ ହବା ପାଇଁ ଆଜି ବି ଚେଷ୍ଟା କରୁଛି। ମୋର ପରିବାର ସମସ୍ତେ ଏଠିକି ଆଇଛନ୍ତି, ଖାଲି ଅଳ୍ପ ଲୋକ ଘରେ ରହିଯାଇଛନ୍ତି। ମୁଁ ମୋର ପରିବାରର ମୋର ସାନ ଭାଇର ବୋହୂ ପୁଅ ନାତି ନାତୁଣୀ ସବୁ ଗୁଡ଼ାକ ବର୍ତ୍ତମାନ ଏଇଠି। ମୋର ଗୋଟିଏ ଝିଅ, ସେ ମୋର ଭଉଣୀ କିନ୍ତୁ ମୁଁ ତାକୁ ଝିଅ କରିଥିଲି, ସବୁ ଏଇଠି। ମୁଁ ଆଜି ଗୋଟେ ଆନନ୍ଦ ପାଉଛି। କାହିଁକି? ମୁଁ ଆଜି କହୁଥିଲି ବୋଲି ଗୋଟେ ରୋଷେଇ କର, ଗୋଟେ ସମସ୍ତେ ମିଶିକି ଟିକେ। ମୁଁ ତ 60 ବର୍ଷ ହେଲା ଘର ଛାଡ଼ିଲେଣି। ଆଜି ଯେମିତି ଗୋଟେ ମେଲଣ ହେଇଛି, ଆଉ ହବନି। ଆସ ସମସ୍ତେ ମିଳିମିଶି ଟିକେ ଖାଇବା। ତେଣୁ ସଜ୍ଜନ ଏଇ ହଉଛି
ଆମ ମହାପୁରୁଷ ମାନଙ୍କର ମତ ବୈକୁଣ୍ଠ ସମାନ ମୁଁ ମୋ ଘର ପରିବାର କଥା କହିଦେଲି ବୋଲି ଭାବୁଛନ୍ତି କି ମୁଁ ସେଇଠି ଅଛି ନା ମୋ ପରିବାର ଆପଣ ମାନେ ସମସ୍ତେ ଆମେ ଏଠି ବଇଛେ ମୁଁ ସେ ଆମ ପରିବାରଟା ହଉଛି ସନାତନ ପରିବାର ବିଶ୍ୱର ସବୁଠାରୁ ପୁରାତନ ପରିବାର ହଉଛି ସନାତନ ଧର୍ମ ତା ପୂର୍ବରୁ ଧର୍ମ ଥିଲା କିନ୍ତୁ ସନାତନଟା ପରେ ଲାଗିଲା କିନ୍ତୁ ଆମେ ସମସ୍ତେ ସେଇ ଗୋଟିଏ ବସୁଧୈବ କୁଟୁମ୍ବକମ୍ ଅୟୋବେତି ନିଜ ପରମ୍ ଗଣନାଙ୍ଗ ଲଘୁଚେତସାମ୍ ଉଦାର ଚରିତ ନାନ୍ତୁ ବସୁଧୈବ କୁଟୁମ୍ବକମ୍। ତେଣୁ ଆପଣମାନେ ପରିବାରକୁ ବୈକୁଣ୍ଠ କରନ୍ତୁ ଆଉ ମନେ ରଖନ୍ତୁ ନିଜ ଜୀବନ ହେଉଛି ଗୋଟିଏ ବୈକୁଣ୍ଠର ଅଂଶ ଏଇ ହୃଦୟ ହେଉଛି ଆପଣଙ୍କର ସିଂହାସନ ଏଇ ହୃଦୟ ଭିତରେ ଇଷ୍ଟଦେବଙ୍କୁ ଗୁରୁଦେବଙ୍କୁ ଚିନ୍ତନ କରନ୍ତୁ। ଗୁରୁ ବ୍ରହ୍ମା କହିଲେ ମା ବାପା ଏମିତି ବହୁତ କଥା ତେଣୁ ଆମର ତ କଥା ଅଛି 3 ଦିନ ଆମେ କ'ଣ ଏ ଥଣ୍ଡା ରାତିରେ କାହିଁକି ଏତେ କଥା କହିବା ତେବେ ଯୋଉ କଥା ମୁଁ କହୁଥିଲି ଭଗବାନ ମୁଁ ଖାଲି ତ ଭଟା କହିଛି ତ ଗ କହିସାରିଲେଣି ତାପରେ ଆଜି ଏତେ କଥା ହେଇଗଲାଣି। ଆଚ୍ଛା ଭଗବାନ କିଏ ସେଇ ଭଗବାନ କିଏ ଭଗବାନ ମୁଁ ବର୍ତ୍ତମାନ କହୁଛି ଭଗବାନ କହିଲି ତ ଏତେ ସମୟ ହେଲା କହିଲି କାହା ପାଇଁ କହିଲି ନିଶ୍ୱାସ ପାଇଁ କହିଲି ଇଏ ପବନଟି ଏ ନାକ ମଝିରେ ଯାଉଛି ଆଉଛି ବୋଲି ମୁଁ କହୁଛି ଯଦି ବର୍ତ୍ତମାନ ଚାଲିଯିବ ଠୋ ଆଉ ଠକ୍ ଆଉ ସେଥିପାଇଁ ଗୀତା କେମିତି କହିଲେ ବାୟୁର୍ଜମଗ୍ନି ଏ ଶ୍ଲୋକଟିକୁ ଆପଣମାନେ ସବୁଦିନେ ପଢ଼ନ୍ତୁ ଯୋଉଠିକି ଯିବେ ସେଠି ପଢ଼ିବେ। ଏ ଶ୍ଲୋକଟି କ'ଣ ବାବା 39 ଶ୍ଲୋକ ନାଇଁ ଗୀତାର 11 ଅଧ୍ୟାୟର 39 ଶ୍ଲୋକ ଏ ଶ୍ଲୋକଟିକୁ ସବୁବେଳେ ମନେ ରଖନ୍ତୁ ଦୁଃଖରେ ସୁଖରେ ରୋଗରେ ବିରାଗରେ ତାକୁ ପଢ଼ିବେ। ତେଣୁ ଏ ଶ୍ଲୋକର ମାହାତ୍ମ୍ୟ ହେଉଛି ପ୍ରଭୁ ତମେ ପବନ ତୁମେ ଅଗ୍ନି ଦେଖିବା ପୁଣି ଆମେ ପରବର୍ତ୍ତୀ ସମୟରେ ତାକୁ ଆଲୋଚନା କରିବା। ନ କହିଲେ କ'ଣ ସୂର୍ଯ୍ୟଙ୍କୁ ନମସ୍କାର କର ଧରିତ୍ରୀଙ୍କୁ ନମସ୍କାର କର ସମୁଦ୍ରଙ୍କୁ ନମସ୍କାର କର ଗୁରୁ ଗୁରୁଜନଙ୍କୁ ନମସ୍କାର କର ପିତୃ ମାତୃ ଚରଣରେ ନମସ୍କାର କର
ନମସ୍କାର କର। ଆଉ ନମସ୍କାର ଏତେ କରି ମୋ ହାତ କ'ଣ ହେଇଯିବ କ'ଣ? ଆକାଶାତ୍ ପତିତଂ ତ୍ୱୟଂ ଯଥା ଗଚ୍ଛତି ସାଗରେ ସର୍ବଦେବ ନମସ୍କାରଂ କେଶବ ପ୍ରତିଗଚ୍ଛ। ସବୁ ନମସ୍କାର ଜଣଙ୍କ ପାଖରେ ପହଞ୍ଚିବ। ଆଉ 9ଟି ନମ୍ରତା। ମୁଁ ଭାରି ପଣ୍ଡିତ, ମୁଁ ଭାରି ଧନୀ, ମୁଁ ଭାରି ବଡ଼ ନେତା, ସବୁ ତମର ଗୋଟାଏ ମିନିଟରେ ଚାଲିଯିବ। ଗୋଟାଏ ବିରୁଡ଼ି ଯଦି ଆସି ତମ ନାକ ଆଗରେ ମାରିଦେବ, ତମ ଆଖିରୁ ପାଣି ଭୋଇ ଭୋଇ ଦୌଡ଼ିକି ପଳେଇବ। ଗୋଟେ ବରଯାତ୍ରୀ ଜଣ ଯାଇଥିଲେ ବାହା ହେବା ପାଇଁ, ଯେ ଗାଧୋଇବାକୁ ଯାଇଥିଲେ ନଈକି, ଗୋଟେ ମହୁମାଛିକି କିଏ ଟେକାଟା ପକେଇଦେଲା। ଆଉ ସେ ମହୁମାଛି ଗୋଡ଼େଇଲେ ଯେ ସିଏ ସବୁ ଲୁଗା ବଟା ଫୋପାଡ଼ି ନଙ୍ଗା ମଙ୍ଗଳା ହେଇକି ସବୁ ଦୌଡ଼ିଲେ। ଏ ପାଖରେ ବର କନିଆ ବାଲା ସବୁ ରୋଷେଇବାସ କରି ରଖିଛନ୍ତି, ସିଏ ଦୌଡ଼ିକି ପଳେଇଲେ। ଆମର ଖାଇବା ଦରକାର ନାହିଁ। ତେଣୁ ସଜ୍ଜନ ଇଚ୍ଛନ୍ତି ଦାମ୍ଭିକେ ସମସ୍ତଙ୍କ ଭାଗ୍ୟ ଧରି ନିଜ ଭାଗ୍ୟ ଧରି କାଳ ହତେ ଧରି ନିଜ ଭାଗ୍ୟ ଧରି କାଳ ହତେ ଧରି ଫେରେ ପକାନ୍ତି ଆଜି ଯୋଉ ସମ୍ମେଳନ ଏଠି ହଉଛି, ଆପଣମାନେ ଯାହାଙ୍କୁ ଆଶୀର୍ବାଦ ମହାରାଜ ବୋଲି କହୁଛନ୍ତି, ଆମର ସେ ହଉଛି ଆଶିଷ ପଟ୍ଟନାୟକ। ଆଶିଷର ଗୋଟେ ବାରମ୍ବାର ବିନମ୍ର ନିବେଦନ ଥିଲା, ଗୋଟେ କୋରାପୁଟ ଏଇଟା କଣଟା ଭବାନୀପାଟଣାରେ ଗୋଟେ ଓଡ଼ିଶାର ପଶ୍ଚିମାଞ୍ଚଳ ଭକ୍ତମାନେ ଏକତ୍ର ହେବେ। ତେଣୁ କେତେକ ଆସିଛନ୍ତି, ହୁଏତ ଅନେକ ନ ଆସିପାରନ୍ତି। ଯେଉଁମାନେ ଆସିଛନ୍ତି କାଲି ସକାଳୁ ଗୋପାଳ ଭାଇ ଯିଏ ଆମର ଭାଗବତ ପ୍ରବଚକ, ସେ ଆପଣମାନଙ୍କୁ ଧ୍ୟାନ ଆସନ ଉପରେ କିଛି ସମୟ କହିବେ। ମୋତେ ବ୍ୟସ୍ତ ବିବ୍ରତ କେହି କରିବେନି। ମୁଁ ଯେଉଁଠି ଅଛି ସେଇଠି ତ ଥିବି। 10ଟାରୁ 12ଟା ପର୍ଯ୍ୟନ୍ତ ଯାହା ଦେଖା ତାପରେ ମୋର କବାଟ ଦେଇ ରହିବି। ସନ୍ଧ୍ୟାବେଳେ ଆପଣମାନଙ୍କ ପାଇଁ ମୋର କାର୍ଯ୍ୟକ୍ରମ କେଉଁଠି ସ୍ଥିର ହେଇଛନ୍ତି ସରସ୍ୱତୀ ଗଣାକୁ ମନ୍ଦିରରେ, ବିଦ୍ୟା ମନ୍ଦିର, ସେ ସରିବ। ତାପରେ ମୁଁ ସାଡ଼ୁ ଆସିବି ତ କବାଟ ବନ୍ଦ କରିବି। ତା ଭିତରେ ମୁଁ ନିଜେ ଆସନ ଧ୍ୟାନ ପ୍ରାଣାୟାମ କରିବି ଆପଣମାନଙ୍କର ଶାନ୍ତି ପାଇଁ। ତେଣୁ ଆଜି ଏହି ସୁନ୍ଦର ପରିବେଶ, ସୁନ୍ଦର ସତ୍ସଙ୍ଗ, ମୋର ପୁଅ, ମୋର ବୋହୂ, ମୋର ନାତି ନାତୁଣୀ, ଏଇ ବର୍ତ୍ତମାନ ମୁଁ ଏମିତି ହାତ ଫାତ ହଲେଇକିରି କହୁଛି, ଗୋଟେ ନାତୁଣୀ ମୋତେ କହୁଛି, ଏଇ ଆଇଛି ସେ ନାତୁଣୀଟି ଅଛି, ତାକୁ କାଶ ହେଇଛି, କହୁଛି ଜେଜେନା କ'ଣ ଗୋଟେ ଆମେ ଡାକୁଛି, କହୁଛି ଏତେ କ'ଣ ଆରାମେଣ୍ଟ କାହିଁ ଦେଖାଉଛ? ନା ଆରାମେଣ୍ଟ ନା କ'ଣ ଗୋଟେ, ଏତେ ଷ୍ଟାଇଲ କାହିଁ ଦେଖାଉଛ? ମୁଁ କହିଲି ମା, ମୁଁ ଆଜି ଷ୍ଟାଇଲ ଦେଖାଉଛି ନା? ହଁ, କାଲି ଦେଖେଇଥିଲ। ବୋଲେ କୋଉଠି? ମୁଁ ଯାଇ କାଲି କହୁଥିଲି ସୋନପୁରରେ, ସେଠି କ'ଣ ଗୋଟେ ଷ୍ଟାଇଲ ଦେଖେଇଥିବି। ଆଉ କ'ଣ ଷ୍ଟାଇଲ ମାନେ ଏମିତି ହାତ ଟେକିଥିବି, ନହେଲେ ଏମିତି ବହିଥିବେ ଆଉ। ତେଣୁ ଏଇ କଥାକୁ ଶୁଣିବା ପାଇଁ ଦେବତା ମାନେ ମଧ୍ୟ ମଣିଷ ରୂପରେ ଜନ୍ମ ହୁଅନ୍ତି। କେବଳ ପିଲାମାନଙ୍କର ଏଇ ଦୋତଣ୍ଡିଆ କଥା ଟିକେ। ତା ବାପା ଯେତେବେଳେ ଛୋଟ ହେଇଥିଲା, ମୋ ସାଙ୍ଗରେ ଅନେକ ଜାଗାରେ ମାନେ ମୋ ଯୁଆଡ଼େ ଯାଏ ନେଇଯାଏ ସାଙ୍ଗରେ ବୁଲିବା ପାଇଁ। ସେ ଦିନେ କହିଲା ବାବା ଆପଣ ଏମିତି କହୁଛନ୍ତି, କେମିତି କହୁଛନ୍ତି, କୋଉଠୁ ସେ କଥା ଗୁଡ଼ା ଆଉଛି? ଆଜି ସେ ବିବାହୀ, ତାର ପୁଅ ଝିଅ। ହଉ, ଆପଣମାନଙ୍କ ପୁଅ ଝିଅମାନଙ୍କୁ ସମସ୍ତଙ୍କୁ ନାତି ନାତୁଣୀ ରୂପରେ, ସବୁ ପୁଅ ଝିଅଙ୍କୁ ମୋ ପୁଅ ଝିଅ ଭାବରେ, ସବୁ ବାପ ମାଙ୍କୁ ମୋ ବାପ ମାଙ୍କ ରୂପରେ ଶୁଭେଚ୍ଛା ଜଣାଉଛି। ଏବଂ
ଆପଣମାନଙ୍କର କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି। ଗୁନୁ ବାବୁଙ୍କର ଗୋଟେ କମ୍ପ୍ଲେନ୍ ଥିଲା ବଲାଙ୍ଗୀର ପ୍ରୋଗ୍ରାମରେ ମଣ୍ଟୁ ଭାଇ ନାହାନ୍ତି, କିନ୍ତୁ ଆଜି ମଣ୍ଟୁ ଭାଇ ଅଛନ୍ତି। ତେଣୁ ଆଜି ସେ ଭାବୁଥିବ ଯେ ଆଜି ପ୍ରୋଗ୍ରାମଟି ସୁନ୍ଦର ହେବ। ପ୍ରକୃତରେ ମୁଁ କ୍ଳାନ୍ତ ହୋଇପଡ଼ୁଛି। ଏଇମାନେ ମୋତେ ସହଯୋଗ କରୁଛନ୍ତି, ଏ ଗାୟକ ଆମର ସେ ଗାୟକ ବା ଇତ୍ୟାଦି ଇତ୍ୟାଦି ବୋଲି ମୁଁ କହିପାରୁଛି, ନହେଲେ ଥକି ପଡ଼ନ୍ତୁଣି, କେତେବେଳୁ ବନ୍ଦ କରିସାରନ୍ତୁଣି। ସଜ୍ଜନ ନାମ ଟିକେ କରିବା ଆଉ ଆଜିର କଥାକୁ ଏଇଠି ରଖିବା। जय जय राधा रमण हरि